ଯୁବକଙ୍କୁ ଅପହରଣ ପରେ ହତ୍ୟା, ପରକୀୟା ପ୍ରୀତି ହେଲା କାଳ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବ୍ରହ୍ମପୁର ଥାନା କେଶିପୁର ପଞ୍ଚାୟତ ଜାମୁନା ଅଞ୍ଚଳରେ। ଏହି ଗ୍ରାମର ବୀରେନ୍ଦ୍ର ବେହେରା ନାମକ ଯୁବକ ଅପହରଣ ହୋଇଥିବା ନେଇ ତାଙ୍କ ସ୍ତ୍ରୀ ସାବିତ୍ରୀ ବ୍ରହ୍ମପୁର ଥାନାରେ ଗତ ମାସ 31 ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଞ୍ଚଳର ଗବପାଳ ଗ୍ରାମର ବୀରେନ୍ଦ୍ର ମଡ଼େଇ ନାମକ ଯୁବକଙ୍କ ସହିତ ବୀରେନ୍ଦ୍ରଙ୍କର ଉତ୍ତମ ସମ୍ପର୍କ ଥିଲା। ଉଭୟ ମୈତ୍ର ମଧ୍ୟ ଥିଲେ। ହେଲେ ବୀରେନ୍ଦ୍ର ମଡ଼େଇଙ୍କ ସ୍ତ୍ରୀଙ୍କ ସହିତ ବୀରେନ୍ଦ୍ର ବେହେରାଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ତେବେ ବହୁ ସମୟରେ ବୀରେନ୍ଦ୍ର ମଡ଼େଇ ନାମକ ଯୁବକ ସାବିତ୍ରୀଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ମାସ 25 ତାରିଖରେ ଏକ ଫୋନ୍ ନମ୍ବରରୁ ସାବିତ୍ରୀଙ୍କ ସ୍ୱାମୀ ବୀରେନ୍ଦ୍ରଙ୍କୁ ଡମ୍ପର ଚଳାଇବା ପାଇଁ କପ୍ତିପଦାକୁ ଡକାଇଥିଲେ। ଫୋନ୍ ପାଇ ବୀରେନ୍ଦ୍ର ବେହେରା ଘରୁ ବାହାରି କପ୍ତିପଦା ଅଭିମୁଖେ ଯାଉଥିବା ବେଳେ ଜାମୁନା ଛକରୁ ତାଙ୍କୁ ବାଇକ୍ ସାହାଯ୍ୟରେ ଅପହରଣ କରି ନେଇଥିଲେ। ଘରକୁ ନ ଫେରିବାରୁ ବୀରେନ୍ଦ୍ରଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ପରିବାର ବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି ହୋଇ ନିରାଶ ହେବା ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ଗତ ମାସ 31 ତାରିଖରେ ବ୍ରହ୍ମପୁର ଥାନାରେ ଆଶ୍ରୟ ନେଇଥିଲେ। ବ୍ରହ୍ମପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା ପରେ ସେ ମାନି ଯାଇଥିଲା ଯେ ସେ ହତ୍ୟା କରି ମୟୂରଭଞ୍ଜ ଜିଲ୍ଲା ଉଦଳା ନାଗପାଳ ଦେବକୁଣ୍ଡ ରାସ୍ତା ଏକ ନିଛାଟିଆ ସ୍ଥାନରେ ମାଟି ଖୋଳି ପୋତି ଦେଇଥିବା କହିଥିଲା। ନୀଳଗିରି ଏସ୍ଡିପିଓ ବ୍ରହ୍ମପୁର ଥାନା ଅଧିକାରିଣୀ ବାଲେଶ୍ୱର ସାଇଣ୍ଟିଫିକ୍ ଟିମ୍ ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ପୂର୍ବାହ୍ନ 11ଟା ସମୟରେ ଘଟଣାସ୍ଥଳକୁ ଯାଇ ମାଟି ଖୋଳି ଗଳିତ ଶବ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ମଧ୍ୟ କିଭଳି ହତ୍ୟା କରିଥିଲା ଓ କେଉଁଠି ପୋତିଥିଲା ଏନେଇ ସିନ୍ ରିକ୍ରିଏସନ୍ ମଧ୍ୟ କରିଥିବା ଜଣାପଡ଼ିଛି।